ରଜ ପର୍ବ ଓଡ଼ିଶାର ନାରୀତ୍ୱ ଓ ପରମ୍ପରାର ଉତ୍ସବ। ରଜ ପର୍ବ ହେଉଛି ଓଡ଼ିଶାର ଏକ ଅନନ୍ୟ ପାରମ୍ପରିକ ତଥା ଗଣପର୍ବ। ଏହା ମୁଖ୍ୟତଃ ଧରଣୀ ମାତା ଏବଂ ନାରୀତ୍ୱର ଶକ୍ତି, ଉର୍ବରତା ଓ ସମ୍ମାନକୁ ଉତ୍ସର୍ଗୀକୃତ ଏକ ମହାନ ଉତ୍ସବ। ଆଷାଢ଼ ମାସର ଆରମ୍ଭରେ ସୂର୍ଯ୍ୟଙ୍କ ମିଥୁନ ରାଶିକୁ ସଂକ୍ରମଣ ସମୟରେ ଏହି ପର୍ବ 3ରୁ 4 ଦିନ ଧରି ରାଜ୍ୟ ସାରା ଧୁମ୍‌ଧାମ୍‌ରେ ପାଳିତ ହୁଏ। କୃଷିଭିତ୍ତିକ ସଂସ୍କୃତି ସହ ନାରୀ ଜାତିର ମର୍ଯ୍ୟାଦାକୁ ଏକାଠି ବାନ୍ଧି ରଖିବାର ଏହା ଏକ ବିରଳ ଉଦାହରଣ। 4 ଦିନର ପର୍ବର ପରମ୍ପରା। ରଜ ପର୍ବ ସାଧାରଣତଃ 4 ଦିନ ଧରି ପାଳନ କରାଯାଏ। ପହିଲି ରଜ ପ୍ରଥମ ଦିବସ, ଯେଉଁଠାରୁ ଉତ୍ସବର ମୁଖ୍ୟ ଆନନ୍ଦ ଆରମ୍ଭ ହୁଏ। ରଜ ସଂକ୍ରାନ୍ତି ବା ମଝି ରଜ ମିଥୁନ ରାଶିର ପ୍ରଥମ ଦିନ, ଯାହା ପର୍ବର ମୁଖ୍ୟ ଆକର୍ଷଣ। ଭୂମି ଦହନ ବା ଶେଷ ରଜ ତୃତୀୟ ଦିନ, ଯାହାକି ଧରଣୀ ମାତାଙ୍କ ବିଶ୍ରାମର ଅନ୍ତିମ ପର୍ଯ୍ୟାୟକୁ ବୁଝାଏ। ବସୁମତୀ ସ୍ନାନ ଚତୁର୍ଥ ଦିନ, ଯେଉଁଦିନ ଧରଣୀ ମାତାକୁ ହଳଦୀ, ଚନ୍ଦନ ଓ ଜଳରେ ସ୍ନାନ କରାଇ ଶୁଦ୍ଧି କରାଯାଏ ଏବଂ ନୂତନ କୃଷି କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଏ। ନାରୀତ୍ୱର ଉତ୍ସବ ଓ ଆନନ୍ଦ। ରଜ ପର୍ବ ମୁଖ୍ୟତଃ କୁଆଁରୀ ଝିଅ ଓ ମହିଳାଙ୍କ ପାଇଁ ଏକ ବିଶେଷ ପର୍ବ। ବିଶ୍ରାମ ଓ ସମନ। ଏହି ଦିନଗୁଡ଼ିକରେ ଝିଅ ଓ ବୋହୂମାନେ ଘର କାମରୁ ସମ୍ପୂର୍ଣ୍ଣ ବିଶ୍ରାମ ନିଅନ୍ତି। ଖାଲି ପାଦରେ ଚାଲିବା ବାରଣ ଥାଏ ଏବଂ ଖଡ଼ୁ ବା ଗୁଆ ଖୋଳପା ବା କାଠ ଚପଲ ପିନ୍ଧି ଚଲାବୁଲା କରନ୍ତି। ସଜସଜା। ନୂତନ ବସ୍ତ୍ର, ଅଳତା, କୁଙ୍କୁମ, ମନ୍ଦାର ଫୁଲ ଏବଂ ମେହେନ୍ଦୀର ଝିଅମାନେ ନିଜକୁ ସଜାଇଥାନ୍ତି। ଦୋଳି ଖେଳ। ଗାଁ ଗାଁରେ ବରଗଛ ଓ ଆମ୍ବ ତୋଟାରେ ରାମଦୋଳି, ଚରକି ଦୋଳି, ଉଡ଼ି ଦୋଳି ଆଦି ଟଙ୍ଗାଯାଏ। ବନସ୍ତେ ଡାକିଲା ଗଛ, ବରଷକେ ଥରେ ଆସିଛି ରଜ ଗୀତର ତାଳେ ତାଳେ ଝିଅମାନେ ଦୋଳି ଖେଳନ୍ତି। ଏହିସବୁ ପୁଚି ଖେଳ, ଲଡ଼ୁ ଏବଂ ତାସ ଖେଳର ମଧ୍ୟ ଆସର ଜମେ। ପାରମ୍ପରିକ ଖାଦ୍ୟ ଓ ରଜପାନ। ରଜ ପର୍ବ ସୁସ୍ୱାଦୁ ପିଠାପଣାର ପର୍ବ ଭାବେ ମଧ୍ୟ ଜଣାଶୁଣା। ପୋଡ଼ପିଠା। ରଜ ପର୍ବର ପ୍ରଧାନ ଆକର୍ଷଣ ହେଉଛି କଦଳୀ ପତ୍ରରେ ପୋଡ଼ା ଯାଇଥିବା ସୁଗନ୍ଧିତ ପୋଡ଼ା ପିଠା। ଅନ୍ୟାନ୍ୟ ପିଠା ଯଥା ମଣ୍ଡା, ଆରିସା, କାକରା, ଏଣ୍ଡୁରି ଓ ଚକୁଳି ପିଠା ଘରେ ଘରେ ପ୍ରସ୍ତୁତ କରାଯାଏ। ରଜପାନ ମସଲାଯୁକ୍ତ ମିଠା ଗୁଆ ପାନ ରଜ ପର୍ବର ଅନ୍ୟ ଏକ ସ୍ୱତନ୍ତ୍ର ପରମ୍ପରା, ଯାହା ବିନା ରଜ ମଜା ଅଧୁରା ରହିଯାଏ। କୃଷି ଓ ପ୍ରକୃତିର ମିଳନ। ଓଡ଼ିଶାର କୃଷି ସଂସ୍କୃତିରେ ରଜ ପର୍ବର ଗୁରୁତ୍ୱ ଅତୁଳନୀୟ। ମାନ୍ୟତା ଅନୁଯାୟୀ ରଜର 3 ଦିନ ଧରି ଧରଣୀ ମାତା ରଜସ୍ୱଳା ହୁଅନ୍ତି। ତେଣୁ ଏହି ସମୟରେ ଭୂମି ଖୋଳିବା, ହଳ କରିବା, ଗଛ କାଟିବା କିମ୍ବା ମାଟି ଉପରେ ଚାପ ପକାଇବା ନିଷେଧ ଥାଏ। ଏହା ପ୍ରକୃତିକୁ ପୁନର୍ଜୀବିତ ହେବା ପାଇଁ ମଧ୍ୟ ସମୟ ଦେବାର ଏକ ବୈଜ୍ଞାନିକ ତଥା ସାଂସ୍କୃତିକ ପ୍ରୟାସ। ରଜ ଶେଷ ହେବା ପରେ ବର୍ଷା ଋତୁର ଆଗମନ ସହ କୃଷକମାନେ ନୂତନ ଉତ୍ସାହରେ ଚାଷ କାର୍ଯ୍ୟ ଆରମ୍ଭ କରନ୍ତି। ରଜ ପର୍ବ ହେଉଛି ଓଡ଼ିଆ ଜାତିର ସ୍ୱାଭିମାନ, ନାରୀ ଜାତି ପ୍ରତି ଉଚ୍ଚ ସମ୍ମାନ ଏବଂ ପ୍ରକୃତି ସହ ମଣିଷର ନିବିଡ଼ ସମ୍ପର୍କର ଏକ ଜୀବନ୍ତ ପ୍ରତୀକ।